ଆମେ ଗତକାଲି କଲେକ୍ଟରଙ୍କ ସହିତ କଥା ହେଇଥିଲୁ ଯେଉଁ ଅବସ୍ଥା ବର୍ତ୍ତମାନ ପ୍ରତ୍ୟେକ ପେଡ଼ିରେ ଯେ ମିନିମମ୍ 6,000 8,000 କୁଇଣ୍ଟାଲ ଧାନ ପଡ଼ିକି ରହିଛି, ସେଟା ଲିଫ୍ଟିଂ ହେଉନାହିଁ। ସେପଟେ ଚାଷୀଙ୍କର ଭେଣ୍ଡର ବାହାରି ସାରିଛି, ସେମାନେ ପଇସା ପାଇପାରୁନାହାନ୍ତି। ସେ କଟନୀ ଚଟନୀ କଥା ଛାଡ଼ନ୍ତୁ, କିନ୍ତୁ ଚାଷୀର ଯେଉଁ ଦୁର୍ଦ୍ଦଶା ବର୍ତ୍ତମାନ ଭୋଗିଲେଣି, ଯଦି କିଣିବେ ନାହିଁ ସେଠି କୌଣସି ପ୍ରକାର ଆଉ ଧାନ ରଖିବା ବେଳେ ମଧ୍ୟ ପେଡ଼ିରେ ଜାଗା ନାହିଁ, ତ ସେ କିଣିବାଟା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଦିଅନ୍ତୁ ପେଡ଼ିକି। ସେମାନେ ପରଚେଜ୍ କରିବେ ନାହିଁ। ପରଚେଜ୍ କରିସାରିଲା ପରେ ପେଡ଼ିରେ ପଡ଼ିକି ରହିଛି, କାଲି ଯଦି ବର୍ଷା ହେଇଯିବ ସେଥିପାଇଁ ସୋସାଇଟି କାହିଁ ଲସ୍ ହୋଇବ? ପ୍ରତ୍ୟେକ ସୋସାଇଟିରେ ବର୍ତ୍ତମାନ ଦେଖିବାକୁ ଗଲେ 6,000 8,000 7,000 5,000 ଏଇଭଳି ଧାନ ଷ୍ଟକ୍ ରହିଛି ଖୋଲା ଆକାଶ ତଳେ। ତ ଏହି ସବୁ ସମ୍ବନ୍ଧରେ ଆମେ ଆଲୋଚନା କରିବା ପାଇଁ ଆସିଥିଲୁ ଏବଂ କୃଷକମାନଙ୍କର ମୁଖ୍ୟତଃ ଯଦି ସେମାନେ ଭେଣ୍ଡର ସେମାନେ ବାହାର କରିସାରିଲେଣି, ସେମାନଙ୍କର ପରଚେଜ୍ ହେଉ ବା ନ ହେଉ, ତାଙ୍କର ନେଲା ନ ନେଲା ଆମର ବୁଝିବାର ନାହିଁ। ସେମାନଙ୍କୁ ପେମେଣ୍ଟ କରିଦିଆଯାଉ। କାଲି ଯଦି ପେମେଣ୍ଟ ନ କରିଥିବେ, ସେ ଧାନ ଯଦି ବର୍ଷା ହେଲା ନଷ୍ଟ ହେଲା, ସେ ଚାଷୀଟିର କ'ଣ କରିବ? ଚାଷୀଟି ଆତ୍ମହତ୍ୟା କରିବ, ସେ ପରଚେଜ୍ ଅଫିସର ଆତ୍ମହତ୍ୟା କରିବ। ଏହିସବୁ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଆସିଥିଲୁ ଏବଂ ଆମେ ଏଡିଏମ୍ ସାର୍ଙ୍କୁ ମଧ୍ୟ କହିଲୁ ଆଜି ଗୋଟିଏ କଥା, ଯଦି ଆପଣଙ୍କର ମିଲର ନେଉନାହାନ୍ତି ତାହେଲେ ଆପଣ ପରଚେଜ୍ କରିବା ପାଇଁ ବନ୍ଦ କରିଦିଅନ୍ତୁ, ସୋସାଇଟିକୁ ନୋଟିସ୍ କରନ୍ତୁ ବା ପରଚେଜ୍ ଅଫିସରକୁ ଆପଣ ଚିଠି କରିଦିଅନ୍ତୁ, ସେମାନେ ପରଚେଜ୍ କରିବେ ନାହିଁ। ଏହି ସମ୍ବନ୍ଧରେ ଆଲୋଚନା ଥିଲା। ସାର୍ କହିଲେ ଯେ ନିଶ୍ଚିତ ଭାବେ 2-3 ଦିନ ମଧ୍ୟରେ 50% ଆମେ ଲିଫ୍ଟିଂ କରିନେବୁ। ଆମେ ମଧ୍ୟ ସେ ବାବଦରେ କହିଛୁ, ଯଦି 2-3 ଦିନ ମଧ୍ୟରେ ଲିଫ୍ଟିଂ ନ ହୁଏ, ବିଶେଷ କରିକି ଆମର ଆରଡ଼ି ରାସ୍ତାର ଲାଗି ରହିଥିବା ଲାଙ୍ଗୁଡ଼ି ସୋସାଇଟି, ଅନ୍ନପାଳ ସୋସାଇଟି, କୋରକରା ସୋସାଇଟି, ଆମେ ବାଧ୍ୟ ହୋଇକି ସେ ରାସ୍ତାରେ ଧାନ ଗୁଡ଼ା ରଖିବୁ। ଆଉ କ'ଣ ରାସ୍ତା ଅବରୋଧ କରିବୁ? ସେ କଥା ମଧ୍ୟ କହିକି ଆସିବୁ।